ପଲ୍ଲବୀ ଘରକୁ ନ ଯାଇ ପୋଲିସ ଷ୍ଟେସନରେ ସେମିତି ବସିଥିବେ। ତାପରେ ଆଇଆସି ଆସି ପଚାରିବେ, ଦ୍ରୋଣା, ପଲ୍ଲବୀ ମ୍ୟାଡ଼ାମ କ'ଣ କାଲି ଘରକୁ ଯାଇନାହାନ୍ତି? ତାପରେ ଦ୍ରୋଣା କହିବ, ନାଇଁ ସାର୍, ସାରା ରାତି ସେ ଏମିତି ବସିଛନ୍ତି। ତାପରେ ଆଇଆସି କହିବେ, ପଲ୍ଲବୀ, କାଲି ତୁମକୁ କହିଲା ପରେ ବି ତୁମେ ଘରକୁ ନ ଯାଇ ସାରା ରାତି ଏଇଠି ବସି ରହିଛ। ଆଉ ଏଇଟା ପିଲାଲିଆମି ପଲ୍ଲବୀ, ତୁମେ ଏସବୁ ଇମୋସନାଲି ଆକ୍ଟ କରୁଛ, ପ୍ରଫେସନାଲି ନୁହଁ। ଯେଉଁ ପ୍ରଫେସନାଲ ଜିମ୍କୁ ନେଇ ତୁମେ ଆଦର୍ଶ ମହାପାତ୍ରକୁ ଆରେଷ୍ଟ କଲ, ଠିକ୍ ସେହି ହିସାବରେ ଜଣେ ସାମାନ୍ୟ କଏଦୀ ଭାବି ତାକୁ ଟ୍ରିଟ୍ କରିବା ଦରକାର। ଆଉ ଯଦି ଆଦର୍ଶ ମହାପାତ୍ର ସାରା ବର୍ଷ ଏଇଠି ଏଇ ଲକଅପ୍ ଭିତରେ ରହିବେ, କ'ଣ ତୁମେ ସାରା ବର୍ଷ ଘରକୁ ନ ଯାଇ ଦିନ ରାତି ଏଇଠି ବସି ରହିବ? ତାପରେ ସେଠାକୁ ଆଡ଼ଭୋକେଟ୍ ଆନନ୍ଦ ଆଉ ଗୌରବ ଆସିବେ। ଆଉ ଆଡ଼ଭୋକେଟ୍ କହିବେ, ସେ ଦୁର୍ଭାଗ୍ୟ ଆଦର୍ଶ ମହାପାତ୍ରଙ୍କ ଜୀବନରେ କେବେ ବି ଆସିବନି। ଆଉ ତାପରେ ଆଡ଼ଭୋକେଟ୍ କହିବେ, ତୁମକୁ ବେଲ୍ ଅର୍ଡ଼ର ଦରକାର ଥିଲା ନା? ଏ ନିଅନ୍ତୁ ଆଦର୍ଶ ମହାପାତ୍ରଙ୍କ ବେଲ୍ ଅର୍ଡ଼ର। ତାପରେ ଇନ୍ସପେକ୍ଟର ବେଲ୍ ପେପରକୁ ଦେଖିବେ। ଆଉ ତାପରେ ଆନନ୍ଦ କହିବେ, ଏବେ ତ ଆପଣ ଆଦର୍ଶକୁ ଛାଡ଼ି ପାରିବେ ନା ଇନ୍ସପେକ୍ଟର? ତାପରେ ଇନ୍ସପେକ୍ଟର କହିବ, ଦ୍ରୋଣା, ଆଦର୍ଶ ବାବୁଙ୍କୁ ଲକଅପ୍ରୁ ନେଇକି ଆସ। ତାପରେ ପଲ୍ଲବୀ ଖୁସି ହେଇଯିବେ। ଆଉ ଆନନ୍ଦକୁ ଆସି କହିବେ, ଥ୍ୟାଙ୍କ ୟୁ ବାବା, ଏଣ୍ଡ ଆଇ ଆମ୍ ସୋ ସରି। ତାପରେ ଆନନ୍ଦ ରାଗିଯାଇ ପଲ୍ଲବୀଙ୍କୁ ସାଇଲେଣ୍ଟ ବୋଲି କହିବେ।